ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍। ସୁଭଦ୍ରାର ପଞ୍ଚମ କିସ୍ତି କେବେ ଆସିବ? 4 ଦିନ ଭିତରେ ଆବେଦନ ନ କଲେ ଆଉ କରିପାରିବେନି ଆବେଦନ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ସ୍କିମ୍ ସୁଭଦ୍ରା ଯୋଜନାରେ ଚତୁର୍ଥ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିସାରିଛି। 4ଟି କିସ୍ତିରେ ମୋଟ 20,000 ଟଙ୍କା ପାଇସାରିଛନ୍ତି 1 କୋଟିରୁ ଅଧିକ ହିତାଧିକାରୀ। ଏବେ ପଞ୍ଚମ କିସ୍ତିକୁ ଅପେକ୍ଷା କରିଛନ୍ତି ମହିଳା। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯେଭଳି ଭାବେ ସୁଭଦ୍ରା ପହଞ୍ଚିବ ସେନେଇ ଯୋଜନାକୁ କ୍ରିୟାନ୍ୱୟନ କରିବାକୁ ଲଗାତାର ଭାବେ ପ୍ରୟାସ କରିଛନ୍ତି ସରକାର। ଗତ ମାର୍ଚ୍ଚ 8 ତାରିଖ ଅର୍ଥାତ୍ ମହିଳା ଦିବସ ଅବସରରେ ରାଜ୍ୟର କୋଟିରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଆସିଥିଲା ସୁଭଦ୍ରା ଯୋଜନା ଟଙ୍କା। ତେବେ ପଞ୍ଚମ କିସ୍ତି ଟଙ୍କା କେବେ ଆସିବ? କେଉଁମାନେ ପାଇବେ? ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସୁଭଦ୍ରା ଯୋଜନା ଟଙ୍କା ପହଞ୍ଚାଇବା ନେଇ ପୂର୍ବରୁ ବି ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର। ବର୍ଷକୁ 2ଟି କିସ୍ତିରେ ସୁଭଦ୍ରା ଟଙ୍କା ପଠାଉଛନ୍ତି ରାଜ୍ୟ ସରକାର। ଗୋଟିଏ କିସ୍ତି ମହିଳା ଦିବସ ଏବଂ ଅନ୍ୟଟି ରାକ୍ଷୀ ପୂର୍ଣ୍ଣିମା ଦିନ ଆସୁଛି। ତେବେ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ଖାତାକୁ ଆସିବ। ମହିଳା ଦିବସରେ ମିଳିଥିଲା ଚତୁର୍ଥ କିସ୍ତି ଟଙ୍କା। ଏବେ ନୂଆକରି ଆବେଦନ କରି ଜାରି ରହିଛି। ଯେଉଁମାନଙ୍କର ବୟସ ହୋଇଯାଇଛି ସେମାନେ ଆସନ୍ତା ଏପ୍ରିଲ 30 ତାରିଖ ଯାଏଁ ଆବେଦନ କରିପାରିବେ। ଅର୍ଥାତ୍ ଆଉ 4 ଦିନ ଭିତରେ ଆବେଦନ କରିବାକୁ ପଡ଼ିବ। ତାପରେ ଆଉ ଆବେଦନ କରିହେବ ନାହିଁ। ଏବେ ସୁଭଦ୍ରା ଆବେଦନ କରିବାକୁ ପୋର୍ଟାଲ ଖୋଲା ରହିଛି। ଯେଉଁମାନେ ଯୋଗ୍ୟ ଏବଂ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ବୟସ ହୋଇଯାଇଛି ସେମାନେ ଆବେଦନ କରିପାରିବେ। ପୂର୍ବରୁ 4ଟି କିସ୍ତିରେ ମୋଟ 20,000 ଟଙ୍କା ଲେଖାଏଁ ପାଇସାରିଛନ୍ତି ରାଜ୍ୟର 1 କୋଟିରୁ ଅଧିକ ମହିଳା। କିନ୍ତୁ ଅଯୋଗ୍ୟ ହିତାଧିକାରୀଙ୍କୁ ଏଥିରୁ ବାଦ୍ ଦେଇଛନ୍ତି ରାଜ୍ୟ ସରକାର। ପରେ ପୁନଃ ସମୀକ୍ଷା ବେଳେ କିଛି ହିତାଧିକାରୀଙ୍କୁ ପୁଣି ଥରେ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଥିଲା। ଅତି ସହଜରେ ବୁଝିବାକୁ ଗଲେ ଆସନ୍ତା ଅଗଷ୍ଟ 28 ତାରିଖରେ ପୁଣି 5,000 ଟଙ୍କା ଲେଖାଏଁ ପାଇବେ ସୁଭଦ୍ରା ହିତାଧିକାରୀ। ତେବେ ନୂଆ ହିତାଧିକାରୀ ଆବେଦନ କରିବାକୁ ଏବେ ସୁବର୍ଣ୍ଣ ସୁଯୋଗ ରହିଛି। ଏପ୍ରିଲ 30 ତାରିଖ ପରେ ଆଉ ଆବେଦନ କରିପାରିବେ ନାହିଁ। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବା ପରେ ଫ୍ଲାଗସିପ୍ ଯୋଜନାର ସୁଭଦ୍ରାର ଶୁଭାରମ୍ଭ କରାଯାଇଥିଲା। ରାଜ୍ୟର 1 କୋଟିରୁ ଅଧିକ ମହିଳାଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏଭଳି ଯୋଜନା ହାତକୁ ନେଇଥିଲେ ରାଜ୍ୟର ମୋହନ ମାଝୀ ସରକାର। ଏହି ଯୋଜନା ବେଶ୍ ଲୋକାଭିମୁଖୀ ମଧ୍ୟ ହୋଇଥିଲା ବୋଲି ଖବର ମିଳିଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।